ଦେଖନ୍ତୁ ଚତୁରେ ଚତୁରେ କଳାକଳି ଅତୀତର ଇତିହାସକୁ କାହିଁକି ଆମେ ବର୍ତ୍ତମାନ ଆଲୋଚନା କଲେ ତ ସବୁ କଥା ସତକୁ ଆସିଯିବ। ଆଜି କ'ଣ ପାଇଁ ବିରୋଧୀ ଦଳର ମୁଖ୍ୟ ନେତା ଏଠି ଅନାସ୍ଥା ପ୍ରସ୍ତାବ ଓଡ଼ିଶାରେ ଆସିଥିଲା ବେଳେ ଦିଲ୍ଲୀରେ ବର୍ତ୍ତମାନ ବସିଛନ୍ତି। କେନ୍ଦ୍ର ସହିତ ସେମାନେ ହାତ ମିଳେଇ এই କାର୍ଯ୍ୟକ୍ରମକୁ ଗୋଟେ ଅସଫଳ କରିବା ପାଇଁ ବ୍ୟବସ୍ଥା ସୃଷ୍ଟି କରାଯାଉଛି ବୋଲି ଅନୁମୟ କରାଯାଉଛି। ହୁଏତ ଆସନ୍ତାକାଲି ତାର କିଛି ପରିବର୍ତ୍ତନ ଘଟିପାରେ, କିନ୍ତୁ ଆଜି କୃଷକମାନଙ୍କ ଉପରେ ଚାଷୀ ମାରଣ ନୀତି ଉପରେ ସାରର କଳାବଜାରୀ ଉପରେ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲା। ତେଣୁ ଏଇଟା ବହୁତ ପୂର୍ବରୁ ତିଆରି କରାଯାଇଛି ପ୍ରସଙ୍ଗଟାକୁ। ତ ସେ ବାବଦରେ ଯେତେବେଳେ ଗୃହର ହଟ୍ଟଗୋଳ କରାଗଲା, ଆମେ ବି କୃଷକମାନଙ୍କ ସହିତ ସମ୍ବେଦନଶୀଳରେ ଆମେ ବି ମଧ୍ୟ ଆଜି ସେଥିରେ ସାମିଲ ଅଛୁ। କିନ୍ତୁ ଗୃହରେ ହଟ୍ଟଗୋଳ ନକରି ତାକୁ ଆଲୋଚନାକୁ ଆଣିବାର ଆବଶ୍ୟକତା ଥିଲା। ଯେହେତୁ ସେମାନେ ଆବଶ୍ୟକତାକୁ ନ ଆଣିଲେ ଏବଂ ଗୃହକୁ 4ଟା ପର୍ଯ୍ୟନ୍ତ ମୁଲତବୀ କରିଦିଆଗଲା, ଆମେ ସେଇଥିରୁ ଅନୁମୟ କରୁଛୁ। ଗତକାଲି ଯେଉଁ ଆମେ ଅନାସ୍ଥା ପ୍ରସ୍ତାବ ଦେଇଥିଲୁ, ସେ ପ୍ରସ୍ତାବରେ ସେମାନେ ଭୟଭୀତ ସରକାର ଦଳ ହେଇଛି ଏବଂ ମୁଖ୍ୟ ବିରୋଧୀ ଦଳକୁ ସାଙ୍ଗରେ ଧରି ଇଏ ଗୋଟେ ବୟାନବାଜି ଆରମ୍ଭ କରିଛନ୍ତି। ସମୟକୁ ଅପେକ୍ଷା କରାଯାଇଛି, ଏହାର ଉତ୍ତର ନିଶ୍ଚିତ ଆପଣମାନେ ଜାଣିଛନ୍ତି। ସୁଯୋଗ ତ ଦେଲେ ହବ। ଗୃହ ଆରମ୍ଭ ହେଇଛି କି ନାହିଁ, ହଟ୍ଟଗୋଳ ଆରମ୍ଭ ହେଲା, ଆମେ ତ ସେଇ କୃଷକମାନଙ୍କ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲୁ। ଇଏ ବି ଗୋଟେ ମୁଖ୍ୟ ପ୍ରସଙ୍ଗ। ନିଶ୍ଚିତ ଆମେ କୃଷକମାନଙ୍କ ଉପରେ ଯେଉଁ ସମସ୍ୟା ବର୍ତ୍ତମାନ ସୃଷ୍ଟି ହେଇଛି, କେବଳ ଇନପୁଟ୍ ଦେଇ ଲୋକମାନଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା ନ କରି ପ୍ରକୃତରେ ଗ୍ରାସରୁଟ୍କୁ ଯାଇ ଲୋକମାନଙ୍କର କୃଷକମାନଙ୍କର ସମସ୍ୟାକୁ ସମାଧାନ କରିବାର ଆବଶ୍ୟକତା ରହିଛି। କେବଳ ଇନପୁଟ୍ ଦେଇକି ବାହା ନ ନେଇ କେମିତି ଭାବେ କଳାବଜାରୀ ସାର ଲୋକମାନେ ବର୍ତ୍ତମାନ ସୁଦ୍ଧା ଦାନା ବାତାରେ ଇନ୍ସୁରାନ୍ସ ଟଙ୍କା ପାଇପାରି ନାହାନ୍ତି କୃଷକମାନେ। ତ ବିଭିନ୍ନ ସମସ୍ୟା ଏମିତି ରହିଛି। কিন্তু বিজেডি সদস্যଙ୍କର অভিযোগ রয়েছে সিধাসলখ ভাবে যে যদি মুলতবী প্রস্তাবে আলোচনা হইতান্তা মাত্র 7 মিনিট কহিবাকু মিলিতান্তা, দিন তমাম আলোচনা হবার আবশ্যকতা রয়েছে সার প্রসঙ্গে। আলোচনা হেলা কোটি সরকার তাকে গ্রহণ করা দরকার লা। আমি বি তো ঠিয়া হয়ে তাকে সমর্থন করলু, নৈতিক সমর্থন আমি করিলু যে আমি নিশ্চিত ভাবে কৃষক মান সংবেদনশীল ঘটনার আমি বি মধ্য নিশ্চিত সেতরে সহভাগী হওয়া পাই ইচ্ছা প্রকাশ করুছু এবং আমি আমার সহমতি মধ্য দেইতিলু। কিন্তু সেতরে বি সরকার কর্ণপাত নকরি গৃহকু 4টা পর্যন্ত মুলতবী করছেন। তেণু এথর জনা পড়ুଛି সরকার ভয়ভীত হয়েছেন।